मॉर्निंग ଆପଣମାନଙ୍କୁ ୱେଲକମ୍ କରିଛି ମୋର ଆଉ ଗୋଟେ ଫ୍ରେଶ୍ ମିନ୍ ବ୍ଲଗରେ ଚାଲନ୍ତୁ ଆଜି ଫ୍ରେଶ୍ ମିନ୍ ବ୍ଲଗଟି ଷ୍ଟାର୍ଟ କରିବା। ପରିବାର ହେଉଛି ଏକ ଗଛ ଯାହା ଆମ ଜୀବନର ଛାୟା ଓ ସୁରକ୍ଷା ଦେଇଥାଏ। ଏହା ମୂଳ ହେଉଛି ଆମ ପୁରାଣ ମାନେ ଯୋଉମାନେ ଆମକୁ ମୂଲ୍ୟବୋଧ ଶିଖାନ୍ତି। ପିତାମାତା ହେଉଛନ୍ତି ଧଣ୍ଡା ଯେଉଁମାନେ ସମସ୍ତଙ୍କ ଛାଞ୍ଚକୁ ସହି ଆମକୁ ରକ୍ଷା କରନ୍ତି। ଭାଇ ଭଉଣୀ ହେଉଛନ୍ତି ଶାଖା ପ୍ରଶାଖା ଯେଉଁମାନେ ସହଯୋଗ ଓ ହସ ଖୁସି ବାଣ୍ଟନ୍ତି। ପ୍ରେମ ହେଉଛି ପାଣି ଯାହା ଛଡା ଗଛ ବଞ୍ଚିପାରେନି। ବିଶ୍ୱାସ ହେଉଛି ସାର ଯାହା ପରିବାରକୁ ମଜବୁତ କରେ। ସମସ୍ୟା ଆସିଲେ ମଧ୍ୟ ଏହି ଗଛ ଆମକୁ ଧରି ରଖେ। ସୁଖର ଦିନରେ ଏହି ଗଛ ଫଳି ଖୁସି ଦେଖାଏ। ପରିବାର ହେଉଛି ଆମର ଶକ୍ତି, ଆମ ଆଶ୍ରୟ, ଆମ ସବୁକିଛି। ପରିବାର ହେଉଛି ଏକ ଗଛ ଯାହାର ଛାୟାରେ ଆମେ ସ୍ୱପ୍ନ ମୁଞ୍ଜି ଉଠେ। ଏହାର ମୂଳ ହେଉଛି ଆଶୀର୍ବାଦ, ଧଣ୍ଡା ହେଉଛି ଭରସା, ପ୍ରେମ ହେଉଛି ପାଣି ଯାହା ଆମ ସମ୍ପର୍କକୁ ସତେଜ ରଖେ। ଏହି ଗଛ ଥାଇଲେ ଜୀବନ ସୁନ୍ଦର ଲାଗେ। ପରିବାରକୁ ଛାଡିକି କେବେ ଅଲଗା ରହିବା ପାଇଁ ଭାବନ୍ତୁ ନାହିଁ। ତ ଆଜିର ବ୍ରେକଫାଷ୍ଟରେ ପଳେଇ ଆସିଥିଲା ଆମର ଦହିବରା ଆଉ ତା ସହିତ ଥିଲା ତରକାରୀ, ଆଳୁ ମଟର ତରକାରୀ ଆଉ ସେଥିରେ ଆଳୁ କଷା ବି ପଡିଥିଲା। ତ ଏଠି ସମସ୍ତଙ୍କୁ ଦେଇ ଦେଇଥିଲି ଖାଇବାକୁ ଆଉ ମୁଁ ମୋର ଚାହା ରୁଟି ଧରିକି ବସି ପଡିଥିଲି କାରଣ ଇଚ୍ଛା ନଥିଲା ଦହିବରା ଖାଇବା ପାଇଁ। ଆଉ ମ୍ୟାଡମ ଆମର ଉଠି ପଡିଥିଲେ, ଦେଖୁନାହାନ୍ତି ତା ମୁଣ୍ଡ କେମିତି ଲାଡୁ ହେଇଯାଇଛି। ମୁଁ କହିଲି ତମେ ଠିଆ ହେଲୁ ତ ଏଠି ବସିକି ଦେଖଉଛି ମତେ। ମୁଁ କହିବାରୁ ଏଠୁ କଣ କଲା ନା ଏଠି ଯଦି ସୋଫା ପଛପଟେ ଏମିତି ଲୁଚି ଯାଉଛି, କହୁଛି ମାମା ମୁଁ ଦେଖାଯାଉନି। ମୁଁ କହିଲି ହଉ ତୁ ଏଠି ତାର ମଧ୍ୟ ଖିଆ ପିଆ ସାରି ଦେଇଥିଲି, ଗାଧେଇ ମଧ୍ୟ ସାରିଥିଲି। ସେଇଠି ତାର ଖେଳୁଥିଲା ମାଙ୍କ ପାଖରେ ଆଉ ମୁଁ ମୋର ପଳେଇ ଯାଇଥିଲି କିଚେନକୁ। ଆଜି ଲଞ୍ଚରେ ବନେଇଥିଲି ହରଡ଼ ଡାଲି ଆଉ ତା ସହିତ ଥିଲା ଏଠି ଭେସୁଙ୍ଗା ପତ୍ର ଦେଇ ଛୁଙ୍କ ଦେଇ ଦେଇଥିଲା ଆଉ ତା ସହିତ ଥିଲା ଆଳୁ ଆଉ ଭେଣ୍ଡି ଆମ୍ବୁଲ ପକେଇକି ଏଠି ସୋରିଷ ମସଲା ଦେଇକି ରାଇ କରିଥିଲି। ଆଉ ତା ସହିତ ଏଠି ବାଇଗଣ ଟମାଟୋ ବଢି ଭାଜି ଦେଇଥିଲି ଚକଟା ଚକଟି ପାକ ପାଇଁ। ଏଠି ଆଳୁ ସାରୁ ବାଇଗଣ ପକେଇକି ସୋରିଷ ମସଲା ଦିଆ ହେଇକି ଶାଗ ତରକାରୀ ଦେଇଥିଲା। ଆଉ ଗୋଟେ ନୂଆ ଆଇଟମ ଜାଣିଛନ୍ତି, ଏମିତି ଗ୍ୟାସ ତଳେ ପକେଇ ଦେଇଥିଲା ଆଳୁ ପୋଡି ହେଇଯାଇଥିଲା। ଆମେ ଚକଟିକି ଖାଇବୁ ଯେହେତୁ ଆମେ ପଖାଳ ଖାଇବୁ। ଆଉ ଯେହେତୁ ଚୁଲି ନାହିଁ ତ ଏଥିରେ ଚଳିବାକୁ ପଡୁଛି। ଖାଇବା ତ ରୋଷେଇ ସରିଯାଇଥିଲା ତ ଏଠି ମୋ ଝିଅର ଖାଇବା ଟାଇମ ହେଇଯାଇଥିଲା, ତାକୁ ମଧ୍ୟ ଖୋଇ ଦେଇଥିଲି। ସେ ଖାଇସାରିଲା ପରେ ଏଠି ଆମେ ମଧ୍ୟ ବସି ପଡିଥିଲୁ। ମାଙ୍କର ମୋର ପଖାଳ ଖାଇଥିଲୁ, ମୋ ପତିଦେବ ଖାଇଥିଲେ ଗରମ। ତ ଏଠି ମା ଚକଟା ଚକଟି କରିଥିଲେ, ମୋ ଝିଅ ଏଠି ତାର ଟହଳ ମାରୁଥିଲା ମାନେ ସେ ପଖାଳ ଭାତ ଭିତରେ ହାତ ପୁରେଇବ। ତ ସେ ଆମେ ଖାଇସାରିଲା ପରେ ତାକୁ ମଧ୍ୟ ଶୋଇ ଦେଇଥିଲୁ। ମ୍ୟାଡମ ଆମର ଶୋଇ ପଡିଥିଲେ ପଖାଳ ଭାତରେ ହାତ ପୁରେଇକି ପୁରା ଡ୍ରେସ ଯାକ ଓଦା କରିଦେଇଥିଲେ। ତାକୁ ଡ୍ରେସ ଚେଞ୍ଜ କରିକି ଖୋଇ ଦେଇକି ଶୋଇ ପଡିଥିଲେ। ଶୋଇ ପଡି ସାରିଲା ପରେ ମୁଁ ମୋର ଏଠି କ୍ଲେରେ ଟ୍ରି ବନେଇଥିଲି। କ୍ଲେ ଟ୍ରି ବନେଇ ସାରିଲା ପରେ ଫଟୋ ସୁଟ ଆଣ୍ଡ ଭିଡିଓ କରିସାରିଲା ପରେ ଇଭିନିଂ ହେଇଯାଇଥିଲା ତ ଇଭିନିଂର ଚାହା ବନେଇ ଦେଇଥିଲି। ତ ଏଠି ବାବାଙ୍କୁ ନେଇକି ଦେଇ ଦେଇଥିଲି ଚାହା ଆଉ ତା ସହିତ ଯେହେତୁ ସନ୍ଧ୍ୟା ହେଇଯାଇଥିଲା ମୋତେ ସନ୍ଧ୍ୟା ଦେଇ ଦେଇଥିଲି। ସନ୍ଧ୍ୟା ଦେଇକି ଆସିଲା ବେଳକୁ ମ୍ୟାଡମ ତାଙ୍କର ଉଠି ପଡିଥିଲେ। ତ ଇଏ ନେଇକି ମତେ ଦେଇ ଦେଇଥିଲେ ଝିଅକୁ କାନ୍ଦୁଥିଲା। ତ ଏଠି ମ୍ୟାଡମକୁ ନେଇକି ଆସିଲା ବେଳକୁ ମୁଁ କହିଲି ମାମା ଟିକେ ହାଇ କରିଦେଲ, ଏଠି ସେ ହାଇ କରୁଛି। ମୁଁ କହିଲି ଗୋଟେ ପା ଦେଇଦେଲ, ଏଠି ପା ମଧ୍ୟ ସେ ଦେଇଦେଲା। ତ ଏଠି କେତେ ବଢିଆ ସ୍ମାଇଲ ତାର କରୁଛି। ତ ତାକୁ ନେଇ ଯାଇଥିଲି ଖୋଇ ଦେଇଥିଲି। ଖୋଇ ସାରିଲା ପରେ ଇଏ ହେଲା ଆମର ରାତିର ଖାଇବା। ଏଠି ରୁଟି ବନେଇ ଦେଇଥିଲି ରାତିରେ। ଏଠି ରୁଟି ବନଉଥିଲି ଆଉ ତା ସହିତ ମୋତେ ବେଲା ଚାଲିଥିଲା। ଆଉ ତା ସହିତ ଏଠି ଆମର ସ୍ପେଶାଲ ଆଇଟମ ଆସିଥିଲା ମଟର ତରକାରୀ। କିଛି କରିନଥିଲି ଖାଇବା ପାଇଁ ତ ତାଙ୍କୁ କହିଦେଇଥିଲି ମଟର ତରକାରୀ ନେଇ ଆସେ ତା ସହିତ ସେଉ। ତ ଆଜି ପାଇଁ ଭିଡିଓଟି ଏତିକି। ରହିଲି ନମସ୍କାର। ବାକି ରହିଲା କାଲି। ଆଜି କରୁଛି ଭିଡିଓଟି ଭଲ ଲାଗେ ଲାଇକ୍ ଆଣ୍ଡ ସବସ୍କ୍ରାଇବ। ରହିଲି ନମସ୍କାର। ଜୟ ଜଗନ୍ନାଥ। ଶୁଭରାତ୍ରି। ବାଏ।